ଦେଖନ୍ତୁ ଆମର 28 ତାରିଖରେ ଆମର ରାଜନଗରର ଧାନଡିହି ଗାଁରେ ଆମର ଗୋଟେ ରେଡ୍ ଚାଲିଥିଲା। ସେଠି ଆମର ପଟ୍ଟାମୁଣ୍ଡେଇର ଅବକାରୀ ବିଭାଗର କର୍ମଚାରୀ ସେଠି ରେଡ୍ କରୁଥିଲେ ଆଉ ଜଣକୁ ଆରେଷ୍ଟ ବି କରାଯାଇଥିଲା। ସେ ସମୟରେ ବିନୋଦ ବୋଲି ସେଇ ପାଖ ଗାଁର ଯୁବକ ଜଣେ ଆସିକି କିଛି ଭିଡିଓ ସୁଟ୍ କରୁଥିଲା, ତାଙ୍କ ଭିତରେ କିଛି ବଚସା ହେଇଥିଲା ଆଉ ଯୋଉଥିପାଇଁ କି ତାଙ୍କ ଭିତରେ ଉତ୍ତେଜନା ହେଲା ପରେ ସେମାନେ ତାଙ୍କୁ ଆମ ରେଡ୍ ଗାଡିରେ ତାଙ୍କୁ ନେଇକି ରାଜନଗର ଥାନାରେ ହ୍ୟାଣ୍ଡ ଓଭର କରିକି ଏଫଆଇଆର ଟା ଦେଇଥିଲେ। ତାପରେ ଉକ୍ତ ଯୁବକ ଆମର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବହୁତ ସେଇ ଗାଡି ଭିତରେ ମାଡ ମାରିକି ସେମାନେ ବେଆଇନ ଭାବରେ ଥାନାରେ ସେମାନେ ଜିମାରେ ଦେଇଥିଲେ। ଆଉ ତାରି ଉପରେ ମୁଁ ନିଜେ ସେଥିରେ ତଦନ୍ତ ବି କରିଛି। ଆମର ଭୁବନେଶ୍ୱରରୁ ବି ଆମର ଜଏଣ୍ଟ ଏକ୍ସାଇଜ କମିଶନର ଆସିକି ବି ଇନକ୍ୱାରି କରିଥିଲେ। ଇନକ୍ୱାରି କଲା ପରେ ଆମର ଏକ୍ସାଇଜ କମିଶନରକୁ ଆମେ ରିପୋର୍ଟ ଦେଇଥିଲୁ ଆଉ ରିପୋର୍ଟକୁ ବେସିସ୍ ସେଇ ରିପୋର୍ଟ ଆଧାରରେ ଆମର ଛାୟାକାନ୍ତ ନାଇକ ସବ୍ ଇନ୍ସପେକ୍ଟର ପଟ୍ଟାମୁଣ୍ଡେଇ ସେ ସସ୍ପେଣ୍ଡ ହେଇଛନ୍ତି ଆଉ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଏକ୍ସାଇଜ ପ୍ରଦୀପ କୁମାର ମଲ୍ଲିକ ଦି ଜଣଙ୍କୁ ସସ୍ପେଣ୍ଡ କରାହେଇଛି। ଆଉ ଫର୍ ୟୁଜିଂ ଅଫ୍ ଅଫିସିଆଲ ପାୱାର ଇଲିଗାଲ ଅଫିସିଆଲ ପାୱାରକୁ ୟୁଜ୍ କରିକି ସେମାନେ କାର୍ଯ୍ୟ କରିଥିବାରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଇଛି ଆଉ ସେମାନଙ୍କୁ ଆମର ସେଣ୍ଟ୍ରାଲ ଡିଭିଜନ ଡେପୁଟି କମିଶନର ଏକ୍ସାଇଜ ସେଣ୍ଟ୍ରାଲ ଡିଭିଜନ କଟକକୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ଦେଖନ୍ତୁ ସେ ମାରିବା କଥା ତ ପ୍ରୁଭ୍ ହେଇପାରୁନି, ଯେହେତୁ ଆମର ରେଡିଂ ଟିମ୍ କହୁଛନ୍ତି ସେମାନେ ମାରି ନାହାନ୍ତି ବୋଲିକି, କିନ୍ତୁ ଅଭିଯୁକ୍ତ କହୁଛନ୍ତି ଯେ ସେ ବହୁତ ମାରିଛନ୍ତି ବୋଲିକି। ଦେଖନ୍ତୁ ଯଦି ଆମର ଯଦି କିଛି ଆମେ ରେଡ୍ କଲାବେଳେ ଯଦି ଆମ କାର୍ଯ୍ୟରେ କେହି ଯଦି ବାଧା ଦେଲା, ଆମର ଫାଷ୍ଟ କର୍ତ୍ତବ୍ୟ ହେଉଛି ଆମେ ପୋଲିସକୁ ଇନଫର୍ମ କରିବା। ତା ନୁହଁ ଯେ ଆମେ ଆଇନକୁ ହାତକୁ ନେଇ ଆଉ ଜଣେ ଯୁବକକୁ ଆମେ ଗାଡିରେ ଉଠେଇ ନେବା, ସେଇଟା ତାଙ୍କର ଭୁଲ ହେଇଛି ଯାହା ଆମେ ଇନକ୍ୱାରିରୁ ଆମେ ପାଇଲୁ ଆଉ ସେଥିପାଇଁ ସେମାନେ ସସ୍ପେଣ୍ଡ ହେଇଛନ୍ତି ଆଉ ସରକାର ବି ଏହାକୁ ଗୁରୁତ୍ୱର ନେଇଛନ୍ତି। ଅଭିଯୋଗ ଆମର 30 ତାରିଖରେ ଆସିଲା। 30 ତାରିଖରେ ଅଭିଯୋଗ ଆସିଲା ପରେ ପ୍ରଥମେ ପ୍ରିଲିମିନାରୀ ଇନଭେଷ୍ଟିଗେସନ କରିକି ମୁଁ ସେମାନଙ୍କୁ ଆମର କେନ୍ଦ୍ରାପଡା ଆମର ଡିଷ୍ଟ୍ରିକ୍ଟ ଏକ୍ସାଇଜ ଅଫିସକୁ ମୁଁ ସ୍ଥାନାନ୍ତର ସେମାନଙ୍କୁ କରିଥିଲି ପ୍ରାଥମିକ ତଦନ୍ତ ସାରିକି। ତାପରେ ଆମ ରିପୋର୍ଟଟା ଆମର କମିଶନର ଓଡ଼ିଶା ଆମର ଏକ୍ସାଇଜ କମିଶନର ଓଡ଼ିଶାକୁ ଯାଇଥିଲା। ତାପରେ ସେମାନେ ସେଠି ଆମର ରିପୋର୍ଟ ଆଧାରରେ ତାଙ୍କ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।